ये कौन बॉडी खोल के बसलेगी तो पाको ने ଅକସ ରଖିବା ଅନ୍ଧ ଦେଶରେ ଦର୍ପଣ ବିକିଲା ଅନ୍ଧାରରେ ବାଡ଼ି ଥିଲାଇବା ତମାନେ ପଢି ଆସିଛ ଏଠି ଆସ ଏଠି ଆସ ତିନି ଜଣ ଏଠି ପଢି ଆସ ଜଲ୍ଦି ଆସ फिर देखाइबा पढ़ी नहीं आखि देखाइ ଯିବା ଗୋଟେ ପାର୍କ ଯାଇଥିଲେ ଏତେ ସୁନ୍ଦର ଫୁଲ ଲାଗେ କିନ୍ତୁ ଆଖିଟା ସୁନ୍ଦର ଲାଗେ ଲୋକ କେମିତି ପଇସା ଲୋକ ଆଖୁ ତିଆରିରେ ପଶିବା ଲକ୍ଷ୍ୟ ସ୍ଥିର ଆପଣ ଶୀଘ୍ର ଆସିଯାଏ ମଝି ମଝି ଅଠା କାଠିରେ ପଡିବା ଅଠା କାଠିରେ ପଡିବା ସମସ୍ୟାରେ ପଡିବା ଅସୁବିଧାରେ ପଡିବା ଇନ୍ଦ୍ରଚନ୍ଦ୍ର ନ ମାନିବା ମାନେ ଲୋକ ବାଟ କଥାରେ କଥାରେ କଣ ବାବା ଗାଈ ଯଦି ଉଡିଗଲା ଚଢେଇର ପର ଗଣିବ ଉଷୁନା ଧାନ ଗଜା ହେବା ଉପରେ ଉପରେ ଛାତିବା एकाने पुरी सेकाने भाग
କାହା କଥା କିଛି ନଥିଲା ସେ କପାଳରେ ହାତ ଦେଲା କପାଳରେ ହାତ ଦେଲା ମାନେ କଣ ଭାଗ୍ୟ କଳା ମନା ବୁଲାଇବା ଉଲ୍ଟା ଖଣ୍ଡିତ ଦିଖଣ୍ଡ ନ କରିବା କୁକୁଡ଼ି ପହଁରିବା ଥଣ୍ଡା ଧାରରେ ବାଟ ଚାଲିବ ଖାଇବା ପତ୍ରରେ ଧୂଳି ଦେବା ଘିଅ କାଢିବା ଗୋଡ ତଳେ ନ ଲାଗିବା ଦୟାକରି ଆର କ୍ଲାସକୁ ସମସ୍ତେ ପଢିଲେ ଗୋଡ ହାତ ଧରିବା ଚଳୁ କରିଦେବା ଚାଲିଲା ଶଗଡ଼ରେ ହାତ ଦେବା ଛାଇ ନ ମାରିବା ଛାତିକୁ ପଥର କରିବା ଛେନାରୁ ଚୋପା ଛଡାଇବା ଖୋଜି ଜିରାରୁ ଶିରା କାଢିବା ତିନି ପାଖିରୁ ଯିବା ନାଇଁ ତିନି ପାଖିରୁ ଯିବା ମାନେ ଦଶ ହରାଇବା କିନ୍ତୁ ସମ୍ମାନ ହରାଇବା ଦାନାରେ ଧୂଳି ଦେବା ଦୁଇ ନାରେ ଗୋଡ ଦେବା ଦୁଇ ନାରେ ଗୋଡ ଦେବା ଦୁଇ ନାରେ ଗୋଡ ଦେବା ଏକା ସମୟରେ ଦୁଇ କାମ ନାକ ଟେକିବା ପାଣିରେ ସର ପକାଇବା ମାନେ କୌଶଳରେ ମନ ବୁଲାଏ ହସ୍ତ କାଟିବା ବାମନ ହୋଇ ଚନ୍ଦ୍ରକୁ ହାତ ବଢେ ବିରାଡି କପାଳକୁ ଶିକା ଛିଣ୍ଡିବା ବିରାଡି କପାଳକୁ ମାନେ ଯିଏ ଯୋଉ ସୁବିଧା ଆଖିକୁ ହଁ ବୋଲି ନ କହିବା ମୁଣ୍ଡ ଝାଡ ମୁଣ୍ଡରେ ମାରି ଲୁହା ଧରି ପାଣି ଦେବା ଲୋକ ଦେଖି ବ୍ୟବହାର କରିବା ରକ୍ତ ଚାଉଳ ଚୋବାଇବା ହାତେ ମାପି ଚାଖଣ୍ଡି ଚାଲିବା ପାଠ ଦେଇଦବା କ୍ରିୟା ଯୁକ୍ତ ଯୋଉମାନେ ପଢିକି ଆସିଥିଲୁ କ୍ରିୟା ଯୁକ୍ତ ତା ସହିତ କ୍ରିୟା ଦିଟା ଦିଆହେଲା ଦିଟା ଯାକ ବିଶେଷ ଦେଇକିନା ଆଉ କଣ ଦିଆହେଇଥିଲା ଆଉ ଟିକେ ବହୁତ କହିଦେବା କାରଣ ଆଜି ବହୁତ ପିଲା ନୂଆ ଆସୁଛି ନା ପିଲାମାନେ କହିଥିଲି ଯୋଉ ଲେଖିକି ଆଣିବା ପାଇଁ ପତ୍ର ଲେଖୁନ ନହେଲେ ଦେଖିକି ଲେଖିବୁ
ये मन लेखिबो तो देखिबो समान किछि पत्र लेखिबो हम नेक्स्ट क्लास रे तार कर आकाश को कितना तो काटि को के तो मन अछि गप पत्र धनी उपनिषद तो गंगावती राम माझी नहीं आकाश हो पॉइंट ना कोन ना मैंने जो आगे आखिर को ना को तेरी मुंडू कोई पर ऐड किया ମାନେ ପଢିଥିଲା ବର୍ଷ ପୁଣି ସୁନ୍ତି ଆଉ ମାନେ ଗୋଟେ ଦିଟା ପୋଖରୀ ଥିଲା ଏ ଥିଲା ମାନେ ସରୋବର ବୁଝି ପାରୁଛ ନା ପୋଖରୀ କରେ ସରୋବର ପୋଖରୀ ଥାଏ ହେଲା ଗୋଟେ ପାହାଡ ଥିଲା ପାହାଡ ଏପଟେ ହଉଛି ଗୋଟେ ସରୋବର ପାହାଡର ସେପଟେ ହଉଛି ଗୋଟେ ସରୋବର ହେଲା ଏପଟ ସରୋବର ଯୋଉଠି କଇଁଛ ହଉଥିଲା କଇଁଛର ନାଁ ହଉଛି କଣ ନା କମ୍ବୁକୀର୍ତ୍ତି ହେଲା ପାହାଡର ସେପଟେ ଯୋଉ ସରୋବର ଥିଲା ତା ଦେହରେ ମାନେ ଦିଟା କୁତ ରହୁଛି ତାଙ୍କ ନାଁ ହଉଛି ସଙ୍କଟ ଆଉ ଜଣଙ୍କ ନାଁ ହଉଛି ବିକଟ ପ୍ରତିବର୍ଷ ବର୍ଷା ଦିନ ହେଲେ ସଙ୍କଟ ବିକଟ କଣ କରନ୍ତି ନା ବୁଲିବାକୁ ଯାଆନ୍ତି ବୁଲିବାକୁ ଗଲା ବେଳେ ତାଙ୍କର ଯୋଉ ପାହାଡ ଏପଟେ ଯୋଉ ସରୋବର ଯୋଉଠି କମ୍ବୁକୀର୍ତ୍ତି ରୁହେ ସେଠି ସେ ଗୋଟେ ସପ୍ତାହ ମାନେ ବିଶ୍ରାମ ନିଅନ୍ତି ଯେତେବେଳେ ବର୍ଷା ଦିନ ବର୍ଷକୁ ଥରେ ଆସେ କମ୍ବୁକୀର୍ତ୍ତି ସେତେବେଳେ ବହୁତ ମାନେ ବହୁତ ଖୁସି ଥାଏ କାରଣ ତା ସାଙ୍ଗମାନେ ଆସିବେ ତାର କମ୍ବୁକୀର୍ତ୍ତିର ସାଙ୍ଗ ହଉଛନ୍ତି କିଏ ନା ସଙ୍କଟ ବିକଟ ନାଁ ସବୁ ମନେ ରଖିବେ ସେ ଯେତେବେଳେ ଆସନ୍ତି ସପ୍ତାହେ ରୁହନ୍ତି ପ୍ରତିଦିନ ଘଣ୍ଟେ ଦି ଘଣ୍ଟା ଲେଖେ କଣ କରନ୍ତି ନା କମ୍ବୁକୀର୍ତ୍ତିକୁ ମାନେ ବିଭିନ୍ନ ପ୍ରକାର ସବୁ ଗପ କୁହନ୍ତି ହେଲା ମାନେ ତାକୁ ଭଲ ଲାଗେ କାରଣ ଦେଖ ସେମାନେ ସିନା ଆଉ କୁଆଡେ ଯାଇପାରିବେ ବୁଲିବାକୁ କିନ୍ତୁ କମ୍ବୁକୀର୍ତ୍ତି ତ ଗୋଟିଏ ସରୋବର ଭିତରେ ବନ୍ଦୀ ହେଇକିନା ରହିଲା ନା ସେଥିପାଇଁ ସେ ନିଜକୁ ବହୁତ ମାନେ ଚିନ୍ତା ମନେ କରେ କି ମୁଁ ଯଦି ବିଭଙ୍ଗଟି ହେଇଥିଲି ତାହେଲେ ଦୁନିଆର ମାନେ ଯେତେ ସବୁ ଗଛ ଲତା ମାନେ ଦୁନିଆଟାକୁ ଯେ ମାନେ ପକ୍ଷୀଟିଏ ସେ କେତେ ଆଡେ ବୁଲୁଛି ନାଇଁ ମୁଁ ସବୁଆଡେ ଦେଖିପାରୁଛି ଏତେ ନିଚ କଥା ଯେ ମୁଁ ଏଇ ଗୋଟିଏ ସରୋବର ଭିତରେ ରହୁଛି ବା ସେଇ କୂଳକୁ ଯାଉଛି ବା ସେଉଠୁ ମୁଁ ଆସୁଛି ତାର ମାନେ ସେଇ କଇଁଛ ଜନ୍ମ ପାଇଛି ତାପରେ ଗୋଟେ ଯେତେବେଳେ ବର୍ଷା ଦିନ ହୁଏ ସଂକଟ ଭିତରେ ଆସୁଛନ୍ତି ତାକୁ ଗପ କୁହନ୍ତି ତାପରେ ସେ ସାତ ଦିନ ତାକୁ ବହୁତ ଭଲ ଲାଗେ ସେ ଯେତେବେଳେ ଯିବାକୁ ବାହାରିଛନ୍ତି ସେତେବେଳେ କଣ ହଉଛି ନା କମ୍ବୁକୀର୍ତ୍ତି ବି ବାହାରିଛି କୋଉଠିକି ସେ କହିଛି ତମେ ଯୁଆଡେ ବୁଲିବାକୁ ନବ ଯିବ ମତେ ଟିକେ ମୁଁ ବୁଲିବାକୁ ଯିବୁ ତାହେଲେ ସେ ମାନେ ଇଚ୍ଛା ପ୍ରକାଶ କରିଛି ବୁଲିବାକୁ ସଙ୍କଟ ବିକଟ କହିଛନ୍ତି ହଉ ଠିକ ଅଛି ଆମେ ତମକୁ ବୁଲେଇ ନବୁ ଫାଷ୍ଟ ଗୋଟେ କଣ କରିବୁ ନା ଗୋଟେ ଛୋଟ ମାନେ ପରୀକ୍ଷା କରିବୁ ଯଦି ଆମେ ତମକୁ ଉଡେଇକି ପାରିବୁ ତାହେଲେ ଆମେ ତମକୁ ସବୁଆଡେ ବୁଲେଇବୁ ସେ କଣ କରୁଛନ୍ତି ଗୋଟେ ଛୋଟ ପାହାଡ ଉପରେ ସେଇଠି କଣ କରୁଛନ୍ତି ଗୋଟେ କାଠିର ଦି ଭାଗକୁ କଣ କରୁଛନ୍ତି ସଙ୍କଟ ଆଉ ବିକଟ ଅଂଶ ଦି ଖୋଲିଛନ୍ତି ଆଉ ମଝିରେ କିଏ ଧରିଛି ନା କଇଁଛ ମଝି କାଠି ବୁଝିପାରୁଛ ମଝି କାଠିକୁ କମ୍ବୁକୀର୍ତ୍ତି ଧରିଛି ସେ କଣ କରୁଛନ୍ତି ନା ଫାଷ୍ଟ ଗୋଟେ ଛୋଟ ପାହାଡ ଉପରକୁ ଉଡେଇ ଉଡେଇ ନେଇକି ତାପରେ ସେ ପାହାଡ ଉପରେ ମାନେ ରଖିଛନ୍ତି ତାପରେ ବିକଟ କହିଛି କଣ କହିଛି ପରୀକ୍ଷା ସଫଳ ମାନେ ଏଇଟା ଗୋଟେ କୋଶ୍ଚିନ୍ ଅଛି ପରୀକ୍ଷା ସଫଳ ବୋଲି କିଏ କହିଛି ବିକଟ କହିଛି ହେଲା ବିକଟ କହିଛି ପରୀକ୍ଷା ସଫଳ କାରଣ ଆମେ ଯେକୌଣସି ଗୋଟେ ବଡ କାମ କରିବାକୁ ଯାଉଛୁ ଆଗରୁ ତ ମାନେ ଫାଷ୍ଟ କିଛି ମାନେ ଗୋଟେ ଛୋଟ ଟ୍ରାଏଲ ହଉଛି କି ନାହିଁ ତମେ ଯଦି ଏକ୍ସାମ ଦବାକୁ ଗଲା ହଜାର ଥର ରିଭିଜନ କରୁଛ ତାକୁ ମନେ ପକଉଛ ପ୍ରାକ୍ଟିସ କରୁଛ ସେମିତି ସେ ଯେତେବେଳେ ସେଠି ରହିକିନି ତାପରେ କହିଛି କଣ ନା କମ୍ବୁକୀର୍ତ୍ତି କହିଛି କି କଣ ପାଇଁ ରହିଗଲ ସିଏ ସଙ୍କଟ କହିଛି କି ନାଇଁ ଯେ ପର୍ଯ୍ୟନ୍ତ ତମେ ଶୂନ୍ୟରେ ଥିବ ସେ ପର୍ଯ୍ୟନ୍ତ ତମେ ପାଟି ଖୋଲିବ କାହାକୁ କହିଛି କମ୍ବୁକୀର୍ତ୍ତିକୁ କହୁଛି ଯଦି ସେ ପାଟି ଖୋଲିବ ତାହେଲେ ତଳକୁ ପଡିଯିବ ନା ସେ ତ ଦାନ୍ତରେ ଆଣିକି ଧରିଥିବ ନା ସେ ମୋର କଇଁଛ କହିଛି କଣ ଏଇଗୁଡା ସାମାନ୍ୟ କଥା କହିବା ପାଇଁ ଓହ୍ଲେଇବା ଜରୁରୀ ଥିଲା ଆମ ସିଏ ବହୁତ ଖୁସି ଥିଲା କଣ କଇଁଛ ନା ଏତେ ଦିନ ପରେ ମାନେ ଯୋଉଟା ଅସମ୍ଭବ କଥା ସେ କେବେ ସ୍ୱପ୍ନରେ ବି ଭାବିନଥିବ କି ମୁଁ ଆକାଶରେ ଉଡିବି ବୋଲି ହେଲା ଯେତେବେଳେ ସେ ପ୍ରଥମ ପ୍ରଥମ ପଡିଥିବ ତାକୁ ବହୁତ ଖୁସି ଲାଗୁଥିବ ତେଣୁକରି ମାନେ ସେ ତାକୁ କହିବ କି ଏଗୁଡା ସାମାନ୍ୟ କଥା ଜରୁରୀ ଥିଲା ହଉ ଚାଲ ଏବେ ଚାଲ ବୁଲିବା
ତାପରେ ସବୁ କଣ କରୁଛନ୍ତି ଫାଷ୍ଟ ସବୁ କଣ କରୁଛନ୍ତି ନା ଧୀରେ ଧୀରେ ମାନେ ଉପରକୁ ଉଠେ। ସେତେବେଳେ କଣ ହେଇଛି ନା କଇଁଛ ବହୁତ ଖୁସି ହେଇଯାଇଛି ଆଉ ଚାରିଆଡୁ ସବୁ ନିରୀକ୍ଷଣ କରିକି ନା ଜାଣିଛି ହେଲା ଦୁନିଆଟାକୁ ଦେଖିଛି ଆଉ ତ ବହୁତ ଖୁସି ହେଇଯାଇଛି। ତାପରେ କିଏ ଫାଷ୍ଟ ଦେଖିଥିବ ଛୋଟ ପିଲାମାନେ ଦେଖି ଗାଈଆଳ ନାଇଁ ଯୋଉମାନେ ଗାଈ ଚରେଇବାକୁ ଯାଇଛନ୍ତି ତାପରେ ସେ ଉଡ଼ିଲା ଭିତରେ କଇଁଛ କଣ ନିଜ ନିଜ ମାନେ ଗର୍ବ କରି କହୁଥିବ କି ମୋ ନା ଇତିହାସରେ ରହିବ ପ୍ରଥମ ଆକାଶ ମଧ୍ୟରେ କଇଁଛ ସେ ନିଜ ନିଜ ଗର୍ବ କରୁଛି ହେଲା କହିଛି। ତାପରେ ପ୍ରଥମେ ଯେତେବେଳେ ସେ ମାନେ ପାହାଡ ଜଙ୍ଗଲ ଦେଇକି ଯାଉଥିବ ଜଙ୍ଗଲକୁ ମାନେ କିଛି ଗାଈର ଲୋକମାନେ ଗାଈ ଚରେଇବାକୁ ଆସିଥିବେ। ସେ ଯେତେବେଳେ ପ୍ରଥମେ ଦେଖିବେ କି କଇଁଛଟା ଆକାଶରେ ଉଡୁଛି ତାକୁ ଉଡୁଛି ଦିଟା ହଂସ ପୁରା ଆଶ୍ଚର୍ଯ୍ୟ ହଉଥିବ ନାଇଁ ସେ କଣ କରିଥିବ ନା ତାର ତାଳି ମାରି ମାରିକି ତା ମାନେ କଇଁଛ କୁଆଡେ ଯାଉଥିବ ସେ ଗାଈର ଲୋକମାନେ ସିଆଡେ ଯାଉଥିବେ ମାନେ ତାଳି ମାରି ମାରି ହେଲା। ସେତେବେଳେ କଣ ହଉଛି ନା କଇଁଛଟା କହି ଆସୁଥିବ କି ମାନେ ତୁ ବୋଲି କିନ୍ତୁ ମାନେ ସେ କଣ କରିବ ନା ତଣ୍ଟି ପାଖରୁ ଭୋଗିଦବ ମାନେ କହେ ତାର ମନେ ପଡିଯିବ ମୁଁ କଥା କହିବି ତା ଦେହରେ କହିବି ତେଣୁ ଯେତେବେଳେ ଗୋଟେ ନଈ ଆସିବ ସେ ଗାଈର ଲୋକମାନେ ଆଉ ତ ନଈ ପାଣିକୁ ଯାଇପାରିବେ ନା ସେ ସବୁ ଧରିକି ପଳେଇବେ। ଯେତେବେଳେ ନଈ ଆସିବ ନଈର ଡଙ୍ଗାରେ କିଛି ଲୋକ ଆସୁଥିବେ ସେଇଥିରେ ବି ଗୋଟେ ଯୋଉ ଆଉ ତାର ଗୋଟେ ନବ ବଧୂ ଆସିଥିବ ହେଲା ଯେତେବେଳେ ଡଙ୍ଗାରେ ବି ସବୁ ଲୋକମାନେ ଦେଖିବେ କି ମାନେ କଇଁଛଟା ଆକାଶରେ ଉଡୁଛି ସିଏ ବି ସମସ୍ତେ ଆଶ୍ଚର୍ଯ୍ୟ ହେଇଯିବେ। କଇଁଛ ଆକାଶରେ ଉଡୁଛି ଯେତେବେଳେ ସମସ୍ତେ ଆଶ୍ଚର୍ଯ୍ୟ ହେଇଛନ୍ତି ସେ ଯୋଉ ନୂଆ ବୋହୂ ବି ଯିଏ ବସିଥିବ ସିଏ ବି ମାନେ ତାର ଓଢଣା ଟେକିକି ନେବି ସେ କଇଁଛକୁ ଅନେଇବ ଆଉ କଣ ନା ତା ସ୍ୱାମୀ କହିବ କି ମତେ ସେ କଇଁଛ ତମେ ଆଣିକିନା ଦିଅ। ତାପରେ ତା ସ୍ୱାମୀ ଯେତେବେଳେ ଛିଡା ହେଇଥିବ ମାନେ କଇଁଛ ଆଣିବାକୁ ସେତେବେଳେ ତାର ଭାର ଶୁଣି ନେଇ ସିଏ ବି ଗଳି ତାପରେ ନଈ ପାର ହେଇଯାଇଛି ତାପରେ ନଈ ପାର ପରେ ଗୋଟେ ଗାଁ ଗାଁର କୋଉଠି ନା ଗୋଟେ ଯୋଉ ରାଜମହଲର ଶୀର୍ଷ ଭାଗ ହେଲା ଅଗ୍ରଭାଗ ପତାକା ଉତ୍ତର ଦେଖାଯାଇଛି। ତବେ ଯେତେବେଳେ କଇଁଛ ଆଉ ଶଙ୍କଟ ବିକଳ ଭିତରେ ଉଡି ଉଡିକିନା ଯାଇଛନ୍ତି ରାଜମହଲରେ ସେତେବେଳେ କଣ ନା ଯୋଉ ପ୍ରଜା ମାନେ ଥାଆନ୍ତି ସବୁଆଡ ସେମାନେ ସେ କହିଛନ୍ତି ରାଜାଙ୍କୁ କି ଆମ ରାଜ୍ୟରେ ଗୋଟେ ବିଚିତ୍ର କଥା ଘଟିଛି। ରାଜା କହିଲେ କଣ ବିଚିତ୍ର ନା ଆକାଶରେ କଇଁଛ ଉଡୁଛି ହେଲା ରାଜା ପ୍ରଜା ସେନାପତି ଆଉ ବିଦେଶୀ ରାଜଦୂତ ବି ଯିଏ ଆସିଥିବେ ଆମ ରାଜ୍ୟକୁ ସମସ୍ତଙ୍କୁ ସମସ୍ତେ ଛାତ ଉପରକୁ ପଳେଇଛନ୍ତି ଆଶ୍ଚର୍ଯ୍ୟ କଥା ଦେଖିବା ପାଇଁ ପଳେଇଛନ୍ତି। ଯାଇକିନି ମାନେ ଆମ ରାଜା ଯିଏ ବିଦେଶୀ ରାଜଦୂତକୁ କହୁଛନ୍ତି କଣ ନା ଆଜି ଗୋଟେ ମାନେ ଆଶ୍ଚର୍ଯ୍ୟକର ଘଟଣା ଆମ ରାଜ୍ୟରେ ଘଟିଛି କଣ ନା ଆକାଶରେ କଇଁଛ ଉଡୁଛି ଓ ଏଇ ଯାଇ ପଢା ହେଇଥିଲା ତାହେଲେ ଏତିକି ଘଟିଲାଣି ନା ଆମେ ପଢୁ ଲାଷ୍ଟ ଜାଣିଦେଲା ପରେ କେତେ ପଡିଛି କହିଲ ଲାଷ୍ଟ ତ ମାନେ ଯେମିତି ବିଷୟ ଦବ ହଁ ତା ମଝିରେ ବି ଗୋଟେ ଛାଡିଦେଇଛି ଏଇ ଯୋଉ ଝଡ଼ କଣ କହୁଥିବେ କଂସ ମାନେ କଣ କହୁଥିବେ ଗପଟି ହେଲା ମାନେ କଣ ସିଏ ଭାବୁଛନ୍ତି ଶୁଣ ପିଲା ଯେତେବେଳେ କି ଆକାଶରେ ଉଡୁକି ଯାଉଛନ୍ତି ମାନେ କାଉ ଦେଖିଛି ଆଉ କିଏ ଘରଚଟିଆ ନା ବତାସିବ ବତାସି ଆଉ କାଉ ପାରା ହେଲା ସବୁ ଦେଖିକି ତାଙ୍କ ବିଷୟରେ ସବୁ ମାନେ କଥାବାର୍ତ୍ତା ହେଇଛନ୍ତି ଆଉ ବଗରକୁ ଦେଖିକି କହିଛି କି ଯୁଗେ ଯୁଗେ ମଣିଷ ମାନେ ହଉଛନ୍ତି ବିଶ୍ୱାସ ପ୍ରକୃତ ବିଶ୍ୱାସ କିଏ ବଗ ନା ତ ମାଛକୁ ନେଇକି ଖାଇଦଉଥିବ ଥଣ୍ଡା କଦା କରୁଥିବ ଲାଷ୍ଟକୁ କଙ୍କଡା ଆସିବ ତାପରେ ମୁଢି ଖାଇବ ନାଇଁ ଶୁଣିନ ପାଇବନି ପୋଖରୀ ପୋଖରୀରେ ପାଣି ଶୁଖିଯିବ ଆଉ ମୁଁ ସେଇଥିପାଇଁ ତମେ ମୋର ଯେହେତୁ ଏତେ ଘନିଷ୍ଠ ବନ୍ଧୁ ମୁଁ ତମକୁ ନେଇକି ଆଉ ଗୋଟେ ପୋଖରୀରେ ଛାଡିବି ଜଣେ ଜଣେ କରି ନଉଥିବ ଖାଇକି କଣ୍ଟା ପକଉଥିବ ଲାଷ୍ଟକୁ ସେଠୁ କଣ କରିବ ନା କଙ୍କଡାକୁ ନେଇକି ଯିବ କଙ୍କଡାକୁ ତ ମାରିପାରିବନି କଙ୍କଡା ସବୁ ଆଖି ବୁଲେଇକିନା ଦେଖିଦବ ତଳେ କି ଯେତେ ମାଛ ଆଣିଛି ସବୁ ମାଛର କଣ୍ଟା ତଳେ ଗଦା ହେଲା ତାପରେ ସେ କଣ କରିବ ନା କଙ୍କଡା ଥିବ ତାକୁ ସବୁ ତା ଯୋଉ କଙ୍କଡା ଯୋଉ ଗୋଡରେ ଏମିତି ଯୋଉ କରିଦିଏ ନା ପୁରା ଏମିତି ପୁରା ଚାପି ଦିଏ ସେଇଥିରେ ତା ବେକକୁ ଚାପିକି ମାରେ ବଗର ଛୋଟବେଳେ ଶୁଣିନ ଗପ ପ୍ରଥମ ଦ୍ୱିତୀୟରେ ବହିରେ ନଥାଏ ତାପରେ ଦେଖ ଆକାଶ ମାର୍ଗୀୟ ସେ ଅଭିନବ ଘଟଣା ମଣିଷଙ୍କ ଭିତରୁ ପ୍ରଥମେ ପର୍ବତ ସେପାରି ପ୍ରାନ୍ତରର କେତେ ଜଣ ଗାଡିଆର ପକ୍ଷୀଙ୍କୁ ଦୃଷ୍ଟି କରିଥିଲା ଦେଖ ପିଲାମାନେ ଏଇଟା ଗୋଟେ କୋଶ୍ଚିନ୍ ଅଛି ପ୍ରଥମେ କିଏ ଦେଖିଥିଲା
ସେମାନେ ଯଥାଶକ୍ତି ହାତ ତାଳି ଦେଇ ଗଛଙ୍କ ବାଡ଼ି ଭୂତମାନଙ୍କ ସହ ତାଳ ରଖି ଦୌଡ଼ିଲେ କମ୍ପକିରିବ ଅସୁବିଧା ସତ୍ତ୍ୱେ ଆଖି ପିଛୁଳା ତଳକୁ ବୁଲାଇ ସେ ଦୃଶ୍ୟ ଦେଖିପାରିବେ। ନଈ ତୀର ଯାଏ ଆସି ସେତେବେଳେ ଲୋକମାନେ ଅଟକି ଯିବାକୁ ବାଧ୍ୟ ହେଲେ। ସେତେବେଳେ ସେ ସ୍ୱୟଂ ହାତ ଧରିଥିବାର ପ୍ରେରଣା ଅନୁଭବ କଲା, କିନ୍ତୁ ହାତ ଓ ଗୋଡ଼ ଅତ୍ୟନ୍ତ କ୍ଷୁଦ୍ରାକୃତ ହୋଇଥିବାରୁ ପରସ୍ପର ଭେଟି ପାରିଲେ ନାହିଁ। କଣ ନା ଯୋଉ ସାଇଆ ପାଖାପାଖି ଯୋଉ ତା ପଛପଟରେ ମାନେ ଯୋଉ ପଛ ଦୌଡ଼ିକି ଆସୁଥିଲେ, ମାନେ ସେ କହିଛନ୍ତି କଣ ନା ସେ ଯଦି ମାନେ ମାନେ ବି କଂସଟାଙ୍କର ଓଜନ ନା ସେ ଉଠିକି କେତେ ଉପରକୁ ଉଠିଯିବେ, କଣ ପୁରା ଆକାଶ ଉଠି ଯାଇଥିବେ, ମିଡିୟମ ଭାଗରେ ଥିବେ। ସେ ସେଇ କଥା କହୁଛି, ଯଦି ସିଏ ଆଉ ଟିକେ ମାନେ ଛୋଟ ଛୋଟ ଗାଈର କଥା, ଯଦି ସେମାନେ ଆଉ ଟିକେ ବଡ ବଡ ହେଇଥାନ୍ତେ ତାହେଲେ ସେମାନେ ଆମକୁ ଧରିକି ନେଇ କମ୍ବକିରିକର ଓଜନ ଯୋଗୁ ହଂସମାନେ ବେଶୀ ଉପରକୁ ଉଠି ପାରୁଛନ୍ତି। କାରଣ ସେ ଓଜନ ନା ହଂସମାନେ ମାନେ କେତେ ଉପରକୁ ସେଥିପାଇଁ ମିଡିୟମ ଉଚ୍ଚରେ ମାନେ ଚାଲୁଥିଲେ, ବେଶୀ ଉପରକୁ ନୁହଁ କି ବେଶୀ ତଳକୁ। ତଳେ ନଦୀ ପକ୍ଷରେ ଜଣେ ବୃଦ୍ଧା ଏକ ତରୁଣୀ ଭାଜିଆ ସ୍ତ୍ରୀ ଥିଲା। ସଂଗ୍ରହ କରି ନୌକାରେ ଫେରୁଥିଲେ। କନ୍ୟା ଦୀର୍ଘ ଓଢ଼ଣାରେ ମୁଖ ଆବୃତ କରି ବସିଥିଲେ, କିନ୍ତୁ ଆକାଶରେ ଘଟୁଥିବା ଅଭାବନୀୟ ଘଟଣା ବିଷୟରେ ସହଯାତ୍ରୀମାନେ ବିସ୍ମୟ ସୂଚକ ପାଟିଗୋଳ କରିବାରୁ ଶୁଣିବା ମାତ୍ରେ ସେ କ୍ଷିପ୍ର ଗତିରେ ଓଢ଼ଣା ଅପସାରଣ କରି ସ୍ୱାମୀଙ୍କୁ ନିଜ କୋମଳ କହୁଣିରେ ପ୍ରଫୁଲ୍ଲ ସ୍ୱାଦ ଜଣାଇ କହିଲା, ମତେ ସେଇଟା ଆଣିଦିଅ। ମାନେ ସେ ଯୋଉ ନବ ତରୁଣୀ ଯେ ସେ ଏତେ ଓଢ଼ଣା ଦେଇକିନା ମାନେ ସେ ଯୋଉ ଡଙ୍ଗାରେ ବସିଥିଲା, ଯେତେବେଳେ ଡଙ୍ଗାରେ ସବୁ ଆଉ ଲୋକମାନେ ସମସ୍ତେ ଯାଉଥିଲେ, ସେମାନେ କଣ କହିଲେ କି ଏଇ ଦେଖ ଆଶ୍ଚର୍ଯ୍ୟ କଥା କି ଆକାଶରେ କଇଁଛ ଉଡୁଛି। ଯେତେବେଳେ ସମସ୍ତେ ହୁଆ ହେଇକି ପାଟି କଲେ, କଣ କରିଛି ତା ଓଢ଼ଣା ଖୋଲିକି ଅନେଇଛି। ତାପରେ ସେଠୁ ତାର ସ୍ୱାମୀକୁ କହିଛି କି ମତେ ଏଇ ଯୋଉ କଇଁଛଟାକୁ ଆଣିକିନା ଦିଅ। ବୃଦ୍ଧ ମୁକୁଟ ସହ ଉଠି ଠିଆ ହୋଇ ପଡିଲେ ଏବଂ ଭାରସାମ୍ୟ ହରାଇ ପଡିଲେ। ସେ ଯେତେବେଳେ ମାନେ ଉଠୁଛନ୍ତି ସେ କଇଁଛଟାକୁ ଆଣିବା ପାଇଁ, ସେ ଉପରେ ବି ଯାଉନଥିଲା ନା, ସେତେବେଳେ କଣ କରୁଛନ୍ତି ନା ଡଙ୍ଗା ଏମିତି ଚାଲୁଥିବ ନା, ତାପରେ ସେ କଣ କରୁଛନ୍ତି ନା ଭାରସାମ୍ୟ ନିଜର ଭାରସାମ୍ୟ ହରାଇକିନା ଗଳିବେ। ବୁଧୁ କଢି ଆସୁଥିବା କମ୍ବୁକିରିବ, କିନ୍ତୁ ଉଦ୍ଗତ ଶବ୍ଦଟି ସେ ଗଳା ଧାକରଣ କରେ ହେଲା। ମାନେ ଯେତେବେଳେ ସେ ସମସ୍ତେ ଦେଖିଛି କି ପଛରେ ମାନେ ଗାଇଆର ଲୋକମାନେ ପଛରେ ଦୌଡି ଦୌଡିକି ଆସିଲେ, ତାପରେ ଏଠି ବି ଏତେ ଏତେ ବଡ ଲୋକ ବି ଏମାନେ ବି ମତେ ଦେଖିକିନା ଏମିତି ମାନେ ହୋ ହା ପାଟି କରୁଛନ୍ତି, ମାନେ ତାକୁ ଟିକେ ଆଶ୍ଚର୍ଯ୍ୟ ଲାଗିଛି। ସେଥିପାଇଁ ସେ ସମସ୍ତଙ୍କୁ କହିଛି ମାନେ ବୁଧୁ ବୁଧୁ କହିକି ଆସୁଥିଲେ, ତାପରେ ସେ କଣ କରୁଛି ଏଟା ଉଠେଇ ଦେଇଛି। ଅସ୍ତମାନ ସୂର୍ଯ୍ୟର ରଶ୍ମିଜାନ ହଂସଜଳର ଚଞ୍ଚଳ ପକ୍ଷ କଚ୍ଛପର ମସୃଣ ପୃଷ୍ଠଦେହକୁ ସୁନାର ଧୂଳି ପକାଇ ଦେଇ, ଦେଖ ଯେତେବେଳେ ମାନେ ସୂର୍ଯ୍ୟ କିରଣ କେମିତିଆ କଳା, ଆଉ ସୁନା ରଙ୍ଗର, ସୁନା ରଙ୍ଗର ନାହିଁ ମାନେ ସୂର୍ଯ୍ୟଙ୍କର କିରଣଟା ଯୋଉ ଇଏ ହଉଛି ହଂସ ହଉଛି କେମିତିଆ କଳା କଳା, ସିଏ ତାଙ୍କ ଯୋଉ ତାର ଯୋଉ ପକ୍ଷୀ ଉପରେ ଏମିତି ପଡିଛି, ମାନେ ସୂର୍ଯ୍ୟ କିରଣ ଏମିତି ଦେଖା ହଉଛି ଯେମିତି ସୁନା ରଙ୍ଗର ମାନେ କଣ ଗୋଟେ ଆସ୍ତରଣ ପଡୁଛି ତାର ଯୋଉ ମାନେ ପର ଉପରେ। ବା ଯୋଉ କଇଁଛ ଦେଖୁଛ ପୁରା, କଇଁଛର ଯୋଉ ଉପରଟା କେମିତିଆ ଥାଏ, ଟିକେ ମାଟିଆ ମାଟିଆ କଲର ଟାଇପର ଥାଏ, କଳା ଥାଏ ନାଇଁ, ଦେଖିନ ତା ଉପରେ ବି ଯଦି ସୁନେଲି ରଙ୍ଗର ଆସ୍ତରଣ ପଡିଲା ବୋଲି ଦେଖାଯାଏ। କଇଁଛ ପିଲା ଦେଖ ଆଉ କି କଇଁଛ ଦେଖ, ତାପରେ ଦେଖ ହଁ, ତାପରେ ସେ କହିଛି ଆ ମୁଁ ଉଦୀୟମାନ ହଠାତ୍ ଏତକ ବଡ ପାଟିରେ କହିବାକୁ ଉଦ୍ୟତ ହୋଇ ପଛକୁ କୌଣସି ପ୍ରକାରେ ସମ୍ଭାଳି ଗଲା। ଉଦୀୟମାନ ମାନେ ମୁଁ ଉଡୁଛି, ମାନେ ଏଇଟା କହି ଆସୁଥିଲା, ମାନେ କେତେ ପ୍ରକାର ସବୁ କଣ କଲା ନା ପାଟିକୁ ବନ୍ଦ, ଭାବୁଛି କେତେ କଥା କହିବାକୁ କିନ୍ତୁ ସେ କହିପାରୁନି ଆଉ ନା, ଖାଲି ପଢିବ ମାନେ ସେ ତରକାରୀ ହବ ନା। ପଇସା ତରକାରୀ ଖାଇଦିଅ ମିଛ କଥା କହୁଛି। ତାପରେ ଦେଖ ଅଦୂରରେ ଦେଖାଗଲା ରାଜନଅରର ଶିଖର ହେଲା, ମାନେ ରାଜଦରବାର ଶିଖର ହେଲା ଦେଖାଗଲା। ଇତିମଧ୍ୟରେ ଲୋକେ ଦୌଡ଼ି ଯାଇ ରାଜାଙ୍କୁ ସେ ଅପୂର୍ବ ଦୃଶ୍ୟର ସମ୍ବାଦ ଜଣାଇ ସାରିଥିଲେ। ରାଜା ତାଙ୍କର ସମଗ୍ର ଦରବାର ସହ ଛାତ ଉପରକୁ ଉଠି ଯାଇଥାନ୍ତି। ଦରବାରର ଅନ୍ତର୍ଭୁକ୍ତ ଥିଲେ ଜଣେ ବିଦେଶୀ ରାଜା,
ମାନେ ରାଜା ସେନାପତି ମନ୍ତ୍ରୀ ପ୍ରଜା ସମସ୍ତେ ଥିଲେ ତା ସହିତ ଅନ୍ୟ ରାଜାର ରାଜଦୂତ ଜଣେ ଆମ ରାଜ୍ୟକୁ ଆସିଥିଲେ ତାଙ୍କୁ ବି ଡାକି ନେଇଗଲେ ଆମ ରାଜ୍ୟରେ ଗୋଟେ ଅଦ୍ଭୁତ ପ୍ରକାର ଘଟଣା ପିଲାମାନେ ବୁଝିପାରୁଛ ପଛ ପିଲା ବୁଝିପାରୁଛ କି ନ ବୁଝିପାରିବ ପଚାରିବି ରାଜା କଣ କହିଲେ ନା ବିଚିତ୍ର ରାଜା ଉଡ଼ନ୍ତ କଛପକୁ ଦେଖି କହିଲେ ହେଲା ମାନେ ଏଟା ଗୋଟେ ଆଶ୍ଚର୍ଯ୍ୟ କଥା ନୁହଁ ତାପରେ ବିଚିତ୍ର କହିଲେ ବିଚିତ୍ର କଣ ମଣିମା ଆମ ରାଜ୍ୟରେ ଥରେ ଥରେ ଗୋଟିଏ ଗୋଟିଏ ଘୁଷୁରି ଉଡ଼ିବାର ଦେଖାଯାଏ କହିଲେ ବିଦେଶୀ ଯାଆନ୍ତି ଏ ଯେତେବେଳେ କହିଲେ କଇଁଛ କଇଁଛ ତ ଏଡିକି ଆମ ରାଜ୍ୟରେ ସେ କହିଲେ ଆମର ତମର କଇଁଛ କଣ ଆମର ଘୁଷୁରି ହେଲା କିନ୍ତୁ ସେମାନଙ୍କୁ ଉଡାଏ କିଏ ଆମ ରାଜା ଯିଏ ପଚାରେ ହେଲା ସେମାନେ ଘୁଷୁରି ତ କେତେ କେତେ ମୋଟା ଏଡେ ଏଡେ ମୋଟା ତାଙ୍କୁ ଉଡେଇ କିଏ ହେଲା ତମ ଘୁଷୁରି ପର ଅଛି ଅଥବା ଅଛି ତମ ରାଜାଙ୍କର ଲାଞ୍ଜ ଚେଷ୍ଟା କରିକିନା କହୁଛି ମଣିମା ରାଜଦୂତ ଗଳା ପରିଷ୍କାର କରିନେବା ସୁଦ୍ଧା ଅନେକ ଖଣ୍ଡି କହିଲେ ଆମ ଘୁଷୁରି ମାନେ ପକ୍ଷବନ୍ଧ ନୁହନ୍ତି ଆମ ଛାମୁଙ୍କର ନାହିଁ ଲାଞ୍ଜ କିନ୍ତୁ ଆମ ରାଜ୍ୟରେ ମଇଁଷି ଭଳି ବୃହତକାର ବିହଙ୍ଗ ମାନେ ଅଛି ମାନେ ଘୁଷୁରିଟା ମାନେ ଏତେ ବଡ ମାନେ ତା ସାଙ୍ଗକୁ ଉଡେଇ ନବାକୁ ହେଲେ ତାଠାରୁ ଆହୁରି ବଡ ପକ୍ଷୀ ଦରକାର ସେ କହିଲେ ମଇଁଷି ଭଳିଆ ବଡ ବଡ ବିହଙ୍ଗ ମାନେ ଅଛନ୍ତି ସେମାନଙ୍କୁ ଉଡେଇ ନେଇଯାନ୍ତି ଘୁଷୁରି ଉଡେଇଥିବା ସେମାନଙ୍କର ଗୋଟେ ସଉକ ସେମାନଙ୍କର ମାନେ ମଇଁଷି ମାନଙ୍କର ସଉକ ହଉଛି ଘୁଷୁରି ମାନଙ୍କୁ ଉଡେଇ ବିଚିତ୍ର କହିଲେ ରାଜା ଆମ ରାଜା କହିଲେ ବିଚିତ୍ର ବୁଧୁ ବୁଧୁ ଉଦ୍ଗତ ଭାବାବେଗ ସମ୍ଭାଳି ନ ପାରି କହିଦେଲା କମ୍ବୁ କିମ୍ବ ଚକ୍ରବର୍ତ୍ତ ବୁଲି ବୁଲି ଆସି ସଶବ୍ଦେ ପଡିଲା ନରର ଛାତ ଉପରେ ଦେଖ ସବୁଆଡୁ ମାନେ ଢୋକି ଢୋକିକିନା ଆସିଲା ଯେତେବେଳେ ତାଙ୍କର ରାଜମହଲ ଏତେ ଲୋକଙ୍କୁ ଏକାଠି ଦେଖିଦେଇଛି ରାଜା ପ୍ରଜା ସେନାପତି ରାଜଦରବାରରେ କେତେ ଲୋକ ଯେତେବେଳେ ସମସ୍ତଙ୍କୁ ଦେଖିଦେଇଛି ସେତେବେଳେ ସେ ପୁରା ଆଶ୍ଚର୍ଯ୍ୟ ହେଇକି ସମସ୍ତଙ୍କୁ ମଧ୍ୟ ବୁଧୁ କହିଲେ ଯେତେବେଳେ ବୁଧୁ କହିଦେଇଛି ସେତେବେଳେ ଘୁରି ଆସିକି ସମସ୍ତଙ୍କ ମଝିରେ ପଡିଯାଏ ନା ତରକାରୀ ହବାଟା ଫାଇନ ବୁଧୁ ସେ କାଇଁ କହିବ କହିଲ ବୁଧୁ କାଇଁ ବୁଧୁ କଣ ମୂର୍ଖ ବା ବୋକା ସେ ଗୋଟେ ମୁଁ ଗୋଟେ କଇଁଛ ହେଇକି ମତେ ଦେଖିକି ସମସ୍ତେ ଆଶ୍ଚର୍ଯ୍ୟ ହୁଅନ୍ତି ତାମାନେ କଣ ସେଥିରେ ବୋକା ଲୋକ ନା ଦେଖ ଦରବାରର ପ୍ରଧାନ ବିଶେଷଜ୍ଞ ଭୋଜନ ପ୍ରେମୀ କହିଲେ ଏଇଠି ଦୁର୍ଲଭ ଧରଣର ସୁସ୍ୱାଦୁ କଚ୍ଛପ କଚ୍ଛପ ମାନଙ୍କ ରାଜକୀୟ ଖାଦ୍ୟ ତାଲିକାରେ ବହିର୍ଭୂତ ହୋଇନଥିଲେ ଏହା ରାଜଭୋଗର ମର୍ଯ୍ୟାଦା ପାଇଁ ହକଦାର ଥିଲା ହେଲା ମାନେ ଯିଏ ଭୋଜନ ପ୍ରେମୀ ବା ଯିଏ ସବୁ ମାନେ ଜାଣନ୍ତି କି ଆମର ଯେମିତି ମାନେ କୋଉଟା ଖାଇବା କମ୍ପିଟିସନ ହଉଛି ସେମିତି ଗୋଟେ ରାଜ ଦରବାର ସବୁ ଥାନ୍ତି ସେ କହିଲେ କଇଁଛ ମାନେ ବହୁତ ଟେଷ୍ଟି କିନ୍ତୁ ତାପରେ ଗୋଟେ ରାଜା ତାଙ୍କୁ ପଚାରିଲେ କାହାକୁ ନା ଯିଏ ରୋଷେଇ କରନ୍ତି ତାଙ୍କୁ ପଚାରିଲେ କି କଇଁଛ ଏତେ ଟେଷ୍ଟି ଏତେ ଉପକାରିତା ତାର ଅଛି ତାହେଲେ ମତେ କାହିଁ କେବେ ଦେଇନା ଖାଇବାକୁ ହେଲା ସେତେବେଳେ ସେଠୁ କଣ କରିନା ସେ ରୋଷେଇଆ କହିଥିବ ନା ରାଜ ଦରବାରରେ ଯୋଉ ରାଜା ଆମ ଭଳିଆ କଣ ରାଜା ନାଇଁ ତା ରାଜା ଖାଇଦେବେ ନୁହଁ ରାଜା କଣ କରିଥାନ୍ତି ତାଙ୍କର ସୋମବାର ଏଇ ଖାଇବା ଖାଇବେ ମଙ୍ଗଳବାର ଏଇ ଖାଇବା ସବୁ ତାଲିକା ଅଛି ଏ ତାଲିକାରେ କଇଁଛ ମାଂସ ନାହିଁ ମୋ କଣ ରୋଷେଇ କରି କଣ ରୋଷେଇଆ ହେଲା ଦେଖ ସହସ୍ର ବର୍ଷ ଥରେ ଯାଇ ଶୂନ୍ୟରୁ କଚ୍ଛପ ସୃଷ୍ଟି ହୁଏ ଇଏ ହେଲା ଜ୍ୟୋତିଷ ବାଣୀ ଜ୍ୟୋତିଷ ଏଠି ସବୁ ରାଜଧର୍ମ ସମସ୍ତେ ଥିବେ ନା ଖାଦ୍ୟ ପ୍ରେମୀ ଜ୍ୟୋତିଷ ବୈଦ୍ୟ ସବୁ ଥିବେ ସହସ୍ର ବର୍ଷରେ ଥରେ ଯାଇ ଶୂନ୍ୟରୁ କଚ୍ଛପ ସୃଷ୍ଟି ହୁଏ ଆଉ ସେ କଚ୍ଛପ ମାଂସ ସହସ୍ର ଧରଣର ରୋଗ ବ୍ୟାଧି ଓ ଦୋଷ ଦୁର୍ବଳତାର ପ୍ରତିଶୋଧକ ହୋଇଥାଏ କହିଲେ ଦରବାରର ରାଜଲୋଭୀ କହିଲେ ଶହେ ବର୍ଷ ଥରେ ଆକାଶରୁ ଗୋଟେ କଇଁଛ ପଡେ ସେ କଇଁଛ ଯାହାର ଯୋଉ ଦୋଷ ଥିବ ଯାହାର ଯୋଉ ରୋଗ ଥିବ ସେ କଇଁଛ ଖାଇଲେ ସବୁ ଭଲ ହେଲା ଯେତେବେଳେ ଜ୍ୟୋତିଷ କହିଲେ ତାପରେ କଣ ହେଲା ନା ତାପରେ ଆଖି ଯୋଡିକ ଉପର ନିବିଡିତ ରଖି ବା ନିର୍ମାଣ ଦରବାର ପଞ୍ଜିକା ଉପରେ ଜୀବନର କିସେ ଘୋଷଣା କଲେ ଆଜିଠାରୁ 900 ବର୍ଷ 9 ମାସ 9 ସପ୍ତାହ ହଁ ଭବିଷ୍ୟତରେ 10 ସପ୍ତାହରେ ମାସଟିଏ ହେବ ଆମର ଯୋଉ କେତେ ସପ୍ତାହରେ ମାସ ହୁଏ 4 ସପ୍ତାହ
ମାନେ ଜ୍ୟୋତିଷ ଆଗରୁ ଆଉ କରୁନଥିଲେ କଇଁଛ ବୃଷ୍ଟି ହବ ବୋଲି। ମାନେ ଯେତେବେଳେ ରାଜା ତାଙ୍କୁ ପଚାରିଲେ କି ଏଇ କଇଁଛ ବର୍ଷା ହବ ବୋଲି ତମେ ଜ୍ୟୋତିଷ ଆଗରୁ ଜାଣିନଥିଲ? ସେ ଦେଖ ମାନେ କେମିତି ରାଜାଙ୍କୁ ସବୁ ଭୁଲେଇ କେମିତି ନା ଭବିଷ୍ୟତରେ 10 ସପ୍ତାହରେ ମାସଟିଏ ହବ ହେଲା ହେବ ବୋଲି ମୁଁ ଦେଖିପାରୁଛି। 9 ଦିବସ ଓ 9 ଘଣ୍ଟା ପରେ ଏହିପରି ଆଉ ଏକ ଗଛକୁ ସୂର୍ଯ୍ୟରୁ ଖସିବ ବୋଲି ମୁଁ ଏହିପରି ଭବିଷ୍ୟତବାଣୀ କରୁଛି। ଯେତେବେଳେ ରାଜା କହିଛନ୍ତି କି ତମେ ଆଗରୁ ତମେ ତ ଜ୍ୟୋତିଷ ସବୁ ଜାଣିପାରୁଛ ମାନେ ଭବିଷ୍ୟତ କଥା ତମେ କେମିତି ଜାଣିପାରିଲ? ନା ମୁଁ ଆଜି ହିଁ ଘୋଷଣା କରି କହୁଛି 100 ବର୍ଷ ପରେ 100 ବର୍ଷ ପରେ ସେ ରାଜା ବଞ୍ଚିବ ଇଚ୍ଛା ହେଲା 100 ବର୍ଷ ପରେ ମାନେ କଣ ହଁ 9 ସପ୍ତାହରେ ମାସଟି ହବ ସେଇ 9 ଘଣ୍ଟା ପରେ ଏହିପରି ଏକ ଗଛକ ଆକାଶକୁ ଆସିବ। କିନ୍ତୁ ରାଜା କହିଲେ କିନ୍ତୁ ଆପଣ ଏଇଟିର ପତନ ସମ୍ପର୍କରେ ଭବିଷ୍ୟତବାଣୀ କରିନଥିଲେ କାହିଁକି ମହାପଣ୍ଡିତେ? ପ୍ରଶ୍ନ କଲେ ରାଜା। ଛାମୁକୁ କେନ୍ଦ୍ର କରି କି ମୋର ସବୁ ଗଣନା ଏସବୁ ଗଛକୁ ମଧ୍ୟ ରାଜମନୋବୀ ଅଯୋଗ୍ୟ ତେଣୁ ଏହି ଘଟଣାକୁ ମୁଁ ଉଲ୍ଲେଖ ବୋଲି ବିଚାର କରିବ। ଉତ୍ତର ଦେଲେ ମହାପଣ୍ଡିତ କହିଲେ ଆଉ ରାଜମନୋମୀରେ ମାନେ ଗଛ ମାଂସ ରୋଷେଇ ଖାଇବା ନାହିଁ ନା ମୁଁ ସେଇଥିପାଇଁ କର କିଛି କହିଦେଲା ଆଉ ନିଜକୁ ବଞ୍ଚେଇବା ପାଇଁ। ତଥାପି ଲାଗୁଛି ପାରୁଛ ଗପ ତ ଆଉ ବୁଝିବାର କଣ ଗଛ ଆଡକୁ ଦୃଷ୍ଟିପାତ କରି ରାଜାଙ୍କ ଅଦ୍ଭୁତ ଗୋଟିଏ ଚକ୍ଷୁ ଝଟି ଉଠିଲା। ଏହା ସ୍ଥଳେ ହଁ ଏହା ଯେ ସ୍ଥଳେ ବହୁ ରୋଗ ଦୋଷ ଦୁର୍ବଳତାର ମହା ଔଷଧି ଏହାକୁ ରମଣ କରି ପୀଡ଼ନ ମାନଙ୍କୁ ଦେବାର ବ୍ୟବସ୍ଥା କରେ। ରାଜା କହିଲେ ଯେହେତୁ ଏ ସମସ୍ତଙ୍କର ରୋଗ ବ୍ୟାଧି ଭଲ କରିବ ତାହେଲେ ଆକୁ ରୋଷେଇ କରିବା ଆଉ